ଘୃଣା କରିବାକୁ ମନା କରିଦେଇଥିବା ଏକ ହୃଦୟ। ହାନ୍ନା ଲୋକମାନଙ୍କରେ ପୂର୍ଣ୍ଣ ଏକ ଘରେ ବଡ଼ ଝିଅ ହୋଇଥିଲା, କିନ୍ତୁ ହଠାତ୍ ତାଙ୍କ ମାତା ପିତାଙ୍କର ଦେହାନ୍ତ ହୋଇଗଲା ଏବଂ ତାଙ୍କୁ ନିଜ ସମ୍ପର୍କୀୟମାନଙ୍କ ସହିତ ରହିବାକୁ ଯିବାକୁ ପଡ଼ିଲା। ସେମାନେ ଅନ୍ୟମାନଙ୍କ ସାମ୍ନାରେ ତାଙ୍କ ସହିତ ସ୍ନେହରେ କଥା ହେଉଥିଲେ, ହସୁଥିଲେ, ପ୍ରଶଂସା କରୁଥିଲେ, ଏପରିକି ତାଙ୍କୁ ଆମର ଅତି ଗେହ୍ଲା ଝିଅ ବୋଲି ମଧ୍ୟ ଡାକୁଥିଲେ। କିନ୍ତୁ ବନ୍ଦ କବାଟ ପଛରେ ପରିସ୍ଥିତି ଅଲଗା ଥିଲା। ତାଙ୍କ ଦାଦା ପୁଅ, ଖୁଡ଼ି ପୁଅ, ଭାଇ ଭଉଣୀମାନେ ତାଙ୍କୁ ଅଣଦେଖା କରୁଥିଲେ। ତାଙ୍କ ଖୁଡ଼ି ପ୍ରାୟତଃ ଛୋଟ ଛୋଟ କଥା ପାଇଁ ତାଙ୍କୁ ଦୋଷ ଦେଉଥିଲେ। କେବେ କେବେ ତାଙ୍କୁ କମ୍ ଖାଦ୍ୟ ଦିଆଯାଉଥିଲା, ଆଉ କେବେ ଘର କାମ କରିବାକୁ କହି ତାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରାଯାଉଥିଲା। ତାଙ୍କୁ ପରିବାରର ସଦସ୍ୟ ଭଳି ବ୍ୟବହାର କରାଯାଉନଥିଲା। ତଥାପି ଅନ୍ୟମାନଙ୍କ ସାମ୍ନାରେ ସେମାନେ ଗର୍ବର ସହ କହୁଥିଲେ, ସେ ଆମ ଝିଅ ପରି। ହାନ୍ନା ଏହା ଅନୁଭବ କରିପାରୁଥିଲା, ସେହି ଦୂରତା, ସେହି ରୁକ୍ଷତା, ସେହି ଲୁଚି ରହିଥିବା ଘୃଣା। ଅନେକ ରାତି ସେ ଚୁପଚାପ କାନ୍ଦୁଥିଲା ଏବଂ ଭାବୁଥିଲା, ସେମାନେ ମୋତେ ଦେଖି କାହିଁକି ହସନ୍ତି, କିନ୍ତୁ ମୋ ସହିତ ଏପରି ବ୍ୟବହାର କାହିଁକି କରନ୍ତି। କିନ୍ତୁ ସେହି ଘରେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ଅନ୍ୟ ସମସ୍ତଙ୍କ ଠାରୁ ଅଲଗା ଥିଲେ, ତାଙ୍କ ଜେଜେମା। ଯେତେବେଳେ ବି ହାନ୍ନା ଅଶାନ୍ତ କିମ୍ବା ନିରାଶ ଅନୁଭବ କରୁଥିଲେ, ପରିସ୍ଥିତି ଅନ୍ୟାୟ ହେଲେ ମଧ୍ୟ ସେ କେବେ ଓଲଟା ଜବାବ ଦେଉନଥିଲେ କିମ୍ବା ଅସମ୍ମାନଜନକ କଥା ମଧ୍ୟ କହୁନଥିଲେ। ଏହା ବଦଳରେ ସେ ଚୁପଚାପ ଯାଇ ନିଜ ଜେଜେମାଙ୍କ ସହ ସମୟ ବିତାଉଥିଲେ। ଗୋଟିଏ ସନ୍ଧ୍ୟାରେ ଯେତେବେଳେ ହାନ୍ନାର ଆଖିରେ ଲୁହ ଥିଲା, ତାଙ୍କ ଜେଜେମା ଆସି ତାଙ୍କ ପାଖରେ ବସି ଧୀରେ ଧୀରେ ବାଇବଲ ଖୋଲିଲେ ଏବଂ ଗୋଟେ ପଦ ପଢ଼ିଲେ, ଶତ୍ରୁମାନେ ନିଜ ଓଠରେ ଛଦ୍ମବେଶ ଧାରଣ କରନ୍ତି, କିନ୍ତୁ ସେମାନଙ୍କ ହୃଦୟରେ ସେମାନେ ଛଳନା ରଖନ୍ତି। ତାପରେ ସେ ମୃଦୁ ସ୍ୱରରେ କହିଲେ, ସେମାନଙ୍କ ହୃଦୟକୁ ତୁମ ହୃଦୟ ବଦଳାଇବାକୁ ଦିଅ ନାହିଁ। ତୁମେ ଯେପରି ଅଛ ସେହିପରି ହିଁ ସତ୍ୟ ହୋଇ ରୁହ। ହାନ୍ନା ସେହି କଥାଗୁଡ଼ିକୁ ମନେ ରଖିଲେ। ସେ ବୁଝିପାରିଲା, ଯାହା ସେ ଅନୁଭବ କରୁଥିଲା ତାହା ସତ୍ୟ ଥିଲା, କିନ୍ତୁ ସେ ଏକ ନୀରବ ନିଷ୍ପତ୍ତି ମଧ୍ୟ ନେଇଥିଲା। ମୁଁ ସେମାନଙ୍କର ଲୁଚି ରହିଥିବା ଘୃଣାକୁ ମୋ ଭିତରେ ବଢ଼ିବାକୁ ଦେବି ନାହିଁ। ବର୍ଷ ବିତିଗଲା। ହାନ୍ନା କଠିନ ପରିଶ୍ରମ କରି ପାଠ ପଢ଼ିଲା, ପାର୍ଟ ଟାଇମ୍ କାମ ମଧ୍ୟ କଲା ଏବଂ ଧୀରେ ଧୀରେ ଏକ ସ୍ଥିର କ୍ୟାରିୟର ଗଢ଼ିଲା। ତାଙ୍କ ପାଇଁ ଜୀବନ ବଦଳିବାକୁ ଲାଗିଲା। ତାପରେ ଏକ ଅପ୍ରତ୍ୟାଶିତ ସମୟ ଆସିଲା। ତାଙ୍କ ଦାଦା ପୁଅ ଭାଇର ବ୍ୟବସାୟ ବିଫଳ ହେଲା। ତାଙ୍କ ଖୁଡ଼ି ଅସୁସ୍ଥ ହୋଇ ପଡ଼ିଲେ। ଯେଉଁ ପରିବାର ତାଙ୍କୁ ଦିନେ ଅଣଦେଖା କରୁଥିଲା, ଆଜି ସେହି ପରିବାର ସଂଘର୍ଷ କରୁଥିଲା। ତାଙ୍କ ଚାରିପାଖରେ ଥିବା ଲୋକେ କହିଲେ, ଏବେ ତୁମେ ସେମାନଙ୍କୁ ଅଣଦେଖା କରିପାରିବ, ସେମାନେ ଏହାର ଯୋଗ୍ୟ। କିନ୍ତୁ ହାନ୍ନା ନିଜର ନିଷ୍ପତ୍ତି ଏବଂ ନିଜ ଜେଜେମାଙ୍କ କଥା ମନେ ପକାଇଲା। ଯଦି ଆମେ କେବଳ ସେମାନଙ୍କୁ ଭଲ ପାଇବା, ଯେଉଁମାନେ ଆମକୁ ଭଲ ପାଆନ୍ତି, ଏବଂ ଆମକୁ ଘୃଣା କରୁଥିବା ଲୋକମାନଙ୍କୁ ଭଲ ନ ପାଇବା, ତେବେ କ'ଣ ଲାଭ? ସେ ଯାଇ ସେମାନଙ୍କୁ ଦେଖା କଲା, ଡାକ୍ତରଖାନାର ବିଲ୍ ଦେବାରେ ସାହାଯ୍ୟ କଲା, ଚାକିରି ଖୋଜିବାରେ ନିଜ ଭାଇକୁ ସାହାଯ୍ୟ କଲା। ସେ ସ୍ନେହରେ କଥା ହେଲା, ନକଲି ସ୍ନେହ ନୁହଁ, ବରଂ ପ୍ରକୃତ ଯତ୍ନ। ତାଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଗୋଟିଏ ସନ୍ଧ୍ୟାରେ ତାଙ୍କ ଖୁଡ଼ି, ଯିଏ ଦିନେ ବହୁତ କଠୋର ଥିଲେ, ତାଙ୍କ ହାତ ଧରି ଲୁହ ଭରା ଆଖିରେ କହିଲେ, ଆମେ ତୁମ ସହ ଠିକ୍ ବ୍ୟବହାର କରୁନଥିଲୁ, ତଥାପି ତୁମେ ଆମକୁ ଭଲ ପାଇବାକୁ ବାଛିଲ। ହାନ୍ନା ଧୀରେ ହସି ଉତ୍ତର ଦେଲା, ଯେଉଁମାନେ ମୋତେ କଷ୍ଟ ଦେଇଥିଲେ, ମୋ ହୃଦୟ ସେମାନଙ୍କ ପରି ହୋଇଯାଉ ବୋଲି ମୁଁ ଚାହୁଁନଥିଲି। ଶିକ୍ଷା, ଅନ୍ୟମାନେ ଆପଣଙ୍କ ବିଷୟରେ କିପରି ଅନୁଭବ କରୁଛନ୍ତି ତାହା ଆପଣ ନିର୍ଣ୍ଣୟ କରିପାରିବେ ନାହିଁ, କିନ୍ତୁ ଆପଣଙ୍କ ହୃଦୟରେ କ'ଣ ବଢ଼ୁଛି ତାହା ଆପଣ ନିର୍ଣ୍ଣୟ କରିପାରିବେ। ଲୁଚି ରହିଥିବା ଘୃଣା ଅପେକ୍ଷା ଭଲ ପାଇବାକୁ ବାଛିବା ହେଉଛି ସବୁଠାରୁ ବଡ଼ ବିଜୟ। ଘୃଣାକାରୀ ଆପଣା ଅଷ୍ଟରେ କପଟ କରେ, ମାତ୍ର ମନରେ ପ୍ରବଞ୍ଚନା ରଖେ।
ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ, ଯେହେତୁ ତାହାର ହୃଦୟରେ 7ଟା ଘୃଣ୍ୟ ବିଷୟ ଥାଏ। ତାହାର ଘୃଣା କପଟରେ ଆପଣାକୁ ଆବୃତ କଲେ ହେଁ ତାହାର ମନ୍ଦତା ସଭାରେ ପ୍ରକାଶ ପାଇବ। ହିତୋପଦେଶ 26 ଅଧ୍ୟାୟ 24-26 ପଦ।